ଆଜି ପତିଦେବ ନେଇ ଆସିଥିଲେ ଛୋଟ ଚାନ୍ଦି ମାଛ। ମାଛ ତ ବାଛିକି ନେଇ ଆସିଥିଲେ। ମୁଁ ମାଛ ଧୋଇ ହଳଦୀ ଲୁଣ ଗୋଳେଇ କଡ଼େଇ ବସେଇ ସେଥିରେ ସୋରିଷ ତେଲ ପକେଇ ତେଲ ଗରମ ହେଲା ପରେ ମାଛ ଭଜା ବସେଇଦେଲି। ଆଗେ କାଳ ଲୋକ ସୋରିଷ ତେଲରେ ସବୁ ଜିନିଷ ଖାଉଥିଲେ ଆଉ ସୁସ୍ଥ ବି ରହୁଥିଲେ। ସୋରିଷ ତେଲ, ବାଦାମ ତେଲ, ରାଶି ତେଲ ଆଉ ନଡ଼ିଆ ତେଲ ଆଉ ଗାଈ ଘିଅ। ଏବେ ତ ରିଫାଇନ୍ ତେଲ, ଫ୍ରିଡ଼ମ୍ ତେଲ, କେତେ କ'ଣ ତେଲ ବାହାରି ପଡ଼ିଲାଣି, ଗଣିବା ମୁସ୍କିଲ। ତ ସୋରିଷ ବଟା ବାଟି ଦେଇଥିଲି। କଡ଼େଇରେ ଜିରା, ଶୁଖିଲା ଲଙ୍କା, ଭୃଷୁଙ୍ଗା ପତ୍ର ପକେଇ ଜହ୍ନି ପକେଇ ଖରଡ଼ି ସୋରିଷ ବଟା ପେଷ୍ଟକୁ ପାଣି ଦେଇ କଷି ଦେଇଥିଲି। ଖାଲି ଗରମ ତେଲରେ ସୋରିଷ ବଟା କେବେ ପକେଇବେନି, କାହିଁକିନା ସୋରିଷ ବଟା ପକେଇଲେ ତରକାରୀ ପିତା ଲାଗିବ। ତ ପରିବାପତ୍ର ପକେଇ ଦେଇ ସେଥିରେ ହେଇସାରିଲା ପରେ ମାଛ ପକେଇ ଦେଇଥିଲି। ତାପରେ ଶେଷରେ ପକେଇଥିଲି ଆମ୍ବୁଲ। ଆଗୁଆ ପକେଇଥିଲେ ଖଟା ହେଇଗଲେ ପତିଦେବ ଖାଇବେନି। ତାପରେ ଥାଳିଆରେ ଭଲ ଭାବରେ ସଜାଡ଼ି ଦେଇଥିଲି ଖାଇବା ଲଞ୍ଚ ଥାଳି। ଭାତ, ଲେମ୍ବୁ, ଲଙ୍କା, ଲୁଣ ଆଉ ମାଛ ବେସର, କାକୁଡ଼ି ସାଲେଟ୍ ତ ହେଇଯାଇଥିଲା। ମୁଁ ତାଙ୍କୁ ପରସି ଦେଇଥିଲି। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ଜଣାଇବେ। ରହିଲି, ଜୟ ଜଗନ୍ନାଥ।